ଖୁସି ପ୍ରକୃତରେ କିଏ? ଯଦି ଆମେ ଏହି କଥାକୁ ଅନୁଧ୍ୟାନ କରିବା ତେବେ ଆମେ ସେଥିରୁ ପାଇବା ଯେ ପ୍ରକୃତରେ ଖୁସି ସିଏ ଯିଏ ଅନ୍ୟମାନଙ୍କୁ ଖୁସି ବାଣ୍ଟିଥାଏ। ଯିଏ ନିଜେ ଖୁସି ରହିବା ସହିତ ଅନ୍ୟମାନଙ୍କୁ ଖୁସି ବାଣ୍ଟିଥାଏ ସିଏ ସବୁବେଳେ ଖୁସିରେ ରହିଥାଏ। କିନ୍ତୁ ମଣିଷ ସବୁବେଳେ ମୋର ଦୁଃଖ ରହିଛି, ମୁଁ ଦୁଃଖରେ ଘାଣ୍ଟି ହେଉଛି ଭାବି, ମୋତେ କଷ୍ଟ ହେଉଛି ଭାବି ସବୁବେଳେ ଦୁଃଖ ପ୍ରକଟ କରେ ବା ଦୁଃଖ ପ୍ରକାଶ କରିଥାଏ। କିନ୍ତୁ ଯଦି ସେ ମଣିଷ ସବୁବେଳେ ପ୍ରତି ଦୁଃଖକୁ ନିଜେ ସୁଖରେ ପରିଣତ କରେ ତେବେ ସିଏ ନିଶ୍ଚିତ ଭାବରେ ନିଜେ ସୁଖୀ ହେବା ସହ ଅନ୍ୟମାନଙ୍କୁ ଖୁସି ବାଣ୍ଟିଥାଏ। ଏବଂ ଏହି କଥାକୁ ସମସ୍ତେ ଧ୍ୟାନରେ ରଖି ସବୁବେଳେ ନିଜେ ଖୁସି ବ୍ୟକ୍ତ କରିବା ସହ ଅନ୍ୟମାନଙ୍କୁ ଖୁସି ବାଣ୍ଟିବା ଉଚିତ।